ହଉ ଜୟ ବାବା ମନ୍ଦିର ଆଉଥରେ ହେଇନି କର ପାଣି ଖୋଜିବୁ ଉଦା ହେଇଯିବ ମୁଁ ଉଧା କରିକିନା ତ ଗାଇଜ ବର୍ତ୍ତମାନ ଆସିକି ଆମେ ପହଞ୍ଚିଗଲୁ ଆମର ଯୋଉ ମନ୍ଦିରଗିରିରେ ଥିବା ଗୋଟେ ମନ୍ଦିର ହେଇଛି ତଳ ପାଖେ ଯୋଉ ମନ୍ଦିର ସେ ପାଖେ ପହଞ୍ଚିଗଲୁ ତା ପାଦ ଦେଶରେ ଆମର ଏଠି ଯାଉଛନ୍ତି କଣ ଏଟା ଧରିଛ ଚିକୁ ବାବୁ ଚିକୁ ବାବୁ କଣ ଧରିଛ ଏଟା ଆଚ୍ଛା ଠିକ ଅଛି ହଁ ହରି ହରି ବୋଲ ଠିକ ଅଛି ରୁହ ମୁଁ ଯାଉଛି ହଁ କୁହ କଣ କହିବା ପାଇଁ ଚାହୁଁଛ ଆଉ କିଛି ଉପାୟ ନାହିଁ କହିହବନି ବର୍ତ୍ତମାନ ଆମେ ଯୋଉଠି ଅଛୁ ତଳକୁ ଗଲେ ଯେମିତି ଉପରକୁ ଗଲେ ହେଇନି କିଛି ଦେଖାଯାଉନି ଖରାକୁ ଭାଇ ଆମର କହୁଛି ପେଟ କମିଯା କର କର ଏ ପଡିବ ସୁବ୍ରତ ପଡିଯା ହେତା ସାନ ଏଇଟା ଆମର ଧରି ପକେଇଲି ବୋଲି ଧରି ପକେଇଲା ପରେ ପୁଣି ଜୋରରେ ପଳଉଛି ବୋବା ଆମେ କୁଆଡେ ଆଇଛି ଟିକେ କହିଦିଅ ଆମେ ଆସିଛନ୍ତି ଗୋମାତାର ତାମାନେ ଟିକେ ମଙ୍ଗଳ ପାଇଁ ଆଉ ଗଲେ ଗାଈ ବାଛୁରୀ ଆମର ବହୁତ ନଷ୍ଟ ହେଇଗଲା ନା କେମିତି ତାକୁ ଭଗବାନ କେମିତି ତାକୁ ଟିକେ ଚକ୍ର ଉଡାର କରି ରଖିବେ ସେଇଥିପାଇଁ ଆମେ ଡାଳ ପତ୍ର ଆମ ଗାଁର ବି ମଙ୍ଗଳ ପାଇଁ ଆସିଛନ୍ତି କି ଗାଁର ବି ମଙ୍ଗଳ ପାଇଁ ଆସିଛୁ ଜିତ ହାରିଗଲ ହାରିଗଲ ଭଗବାନ ହାରିଲେ ଭଗବାନ ହାରିଗଲ ହଉ ଠିକ ଅଛି ଟିକେ ରେଷ୍ଟ କର ଅଜା ଅଜା ଟିକେ ଆଡ ନେଇଦେଲ ଠିକ ତ ଗାଇଜ ବର୍ତ୍ତମାନ ପହଞ୍ଚି ଗଲୁ ଆମେ ସେମାନେ ସବୁ ଆଗୁଆ ଆସିକି ପହଞ୍ଚି ଯାଇଛନ୍ତି ସବୁ ସମସ୍ତଙ୍କର ବର୍ତ୍ତମାନ ବାଇଟ ନବା କୋଉ ଭଳିଆ କାର କେମିତି କଣ ଅବସ୍ଥା ଅଛି ନବା ଭାଇ କେମିତି କଣ ଲାଗିଲା ଏଇ ଯୋଉ କଷ୍ଟଟା ପାଣି ଫାଣି ଶୁଖି ସାଇଲା ନା ତୁ କେମିତି ଲାଗିଲା ଟିକେ ହାରିଗଲି ଆଜ୍ଞା ହାରିଗଲି ଏଇ ଭିତରେ ଯଦି ମାସକୁ ଥରେ ଚଢିବ କି ରୋଗ ଭଲ ହବ ମୁଁ ନିଜେ ବି ଜାଣିପାରୁନି ଏଇ ଯୋଉ ପାହାଡ ଆଉ ତମର ଭାଇ ନାଇଁ ଭଲ ଲାଗୁଛି ଏରା କୋଉ ବଡ ଜିନିଷ ନାହିଁ ଦିନକୁ 400 ଥର ଆସୁଥିବ ବୋଧେ ଶରୀର କହୁଛି ଆଉ ତମର ଏପରି ମାସକୁ ଥରେ ଚଳିଲେ ଦେହ ସୁସ୍ଥ ରହିବ ପରିବାର ମଙ୍ଗଳ ହବ ଗାଁର ମଙ୍ଗଳ ହବ ସମସ୍ତଙ୍କର ମଙ୍ଗଳ ଆଚ୍ଛା ଆଚ୍ଛା ଧନ୍ୟବାଦ ଭାଇ କଣ କୁହ ଦେଖିଲେ ଝାଳ ଭଲ ଲାଗିଲା ମଜା ଲାଗିଲା ଭଲ ଲାଗିଲା ଗଲୁ ଗାଁ ସମସ୍ତେ ଅଜା ବବା କକା ସାଙ୍ଗ ଭାଇ ଦଦା ପୁତୁରା ଟୋଟାଲ ସବୁ ମିଶିମୁଶାନେ ଚଢିଲୁ ଭଲ ଲାଗିଲା ଆଉ କିଛି ଆସିନାହାନ୍ତି ଆଉ କିଛି ତଳୁ ଆସୁଛନ୍ତି ସବୁଠୁ ମେନ୍ କଥା ହେଲା ଦେଖନ୍ତୁ ଏଠି ଖାଲି ପାଦରେ ଆମେ ଭଲ ଲାଗିଲା ବ୍ଲଡ ପ୍ରେସର ପୁରା ଏକଦମ ନର୍ମାଲ ଆଉ ବିପି ସୁଗାର ଡାଇବେଟିସ ତ ନାହିଁ ଆଉ ଜଣେ ଆମର ଦାଦା ଜଣ ହେଲେ ବି ସେ ହାରିବା ପଛଘୁଞ୍ଚା ନାହିଁ ବୀର ଦତ୍ତକେ ସେ ପହଞ୍ଚି ଆଉ ଟିକେ ପରେ ସାତଟା ଗୁଟା ଖୋଲି ହେଇଯିବ ଠିକ ଅଛି ଗୋମାତାର ମଙ୍ଗଳ ପାଇଁ ଗାଁର ଉନ୍ନତି ପାଇଁ ସମସ୍ତେ ଗ୍ରାମବାସୀ ଆମେ ଆସିଛନ୍ତି ଚାଲି ଚାଲି ମନ୍ଦିର ଉପରକୁ ଆସିଛୁ ଆଉ କିଛି ଲୋକ ଆସୁଛନ୍ତି ହଁ ଠିକ ଅଛି ସେ ଆସନ୍ତୁ ଯେ ବୋବା ତମର ଟିକେ କୁହ ଆଜ୍ଞା ଆମର ତ ବଳ ବୟସ ପଳେଇଗଲା ଆଉ ଥରେ ପିଲାମାନେ ଗାଁରେ ମଙ୍ଗଳ କରୁ ଗାଁରେ କେମିତି ଚାକିରି ବାକିରି ହଉ ଫେରେ ଏଠିକି ଆମେ ଆସୁଥିବୁ ଯାଉଥିବୁ ଚାଲିଥିବୁ ଏଇଭଳିଆ ଭଗବାନଙ୍କର ଠିକ ଅଛି ଏଠି ଆମ ଦେହୁରୀ ଆସୁଛି ଆମ ଦେହୁରୀ ଦେହୁରୀ ଆଉ ଆମର ଟିକେ ରହିଗଲେ ମଝିରେ ଟିକେ କଷ୍ଟ ହଉଛି ତାକୁ ଆଉ ବୟସ ହେଇଗଲାନି ସେ ଆମେ ତ ପୁରା ଛୋଟ ଛୋଟ ଥିଲୁ ସେ ଆସୁଛନ୍ତି
ଆମେ ଜାଣିନୁ ପୁରା ସେ ଆସୁଛନ୍ତି ବହୁତ ଦିନ ହେଲା ଆସିଲେଣି ଆସୁଛନ୍ତି ଆସ ବସ ବସି ପଡ ଟିକେ ବସି ପଡ ଆମ ଦେଉରୀ ଆସିଲେ ଦେଉରୀ ଆସିଲେ ଅଜା ଟିକେ କଷ୍ଟ ଲାଗୁଛି ବୋଧେ ତମକୁ ଆଚ୍ଛା ଯେ ଏଇଟା ଅଜା ତମେ ଆସିବାର କେତେ ବର୍ଷ ହେଲା ତମର ଏଠିକି ଆଚ୍ଛା ଆମେ ଯେତେବେଳେ ଛୋଟ ଛୋଟ ଥିଲୁ ପ୍ରତିବର୍ଷ ଆଶା ହୁଏନି ଯୋଉ ବର୍ଷ ଗୋରୁ ଗାଈ ମାନଙ୍କର ଗାଁର ଟିକେ ବିପଦ ପଡେ ଆଶା ହୁଏ ନାଇଁ ତେଣୁକରି 5-6 ଥର ଆସିଲେ ନା ବହୁତ ଆମର ଅଜା ପୁରୁଣା ଲୋକ ଆମ ଦେଉରୀକୁ ବର୍ତ୍ତମାନ 70 ପାଖାପାଖି ହେଲାଣି ଏଇ ବର୍ଷରେ ବସରେ ନିଷ୍ଠାର ସହକାରେ ସେ ଏତେ ବାଟ ଆଇଛନ୍ତି ଯେ କି ବାବା ମନ୍ଦରଙ୍କର ଆଶୀର୍ବାଦ ତରଫରୁ ଆମେ ସମସ୍ତେ ସେ ବି ଆମକୁ ଆଣିଛନ୍ତି ଏଠି ଆମ ଗାଁ ତରଫରୁ ତାକୁ ବି ଧନ୍ୟବାଦ ଆମେ ଦଉଛୁ ଗାଁ ତରଫରୁ ଆମେ ଧନ୍ୟବାଦ ଦଉଛୁ ଠିକ ଅଛି ଯେ ଅଜା ଆମେ ପୂଜା ପୁଣି କୋଉଠି କେତେବେଳେ କରିବା ଗୁମ୍ଫା ଆଡେ ଯିବା କି କଣ ହଁ ଗୁମ୍ଫାକୁ ଯିବା ଏଠି ପୂଜା କରିବାକୁ ପଡିବ ତାହେଲେ ପୁଣି ଆସିକିନା ଏଠି ଆମର ଲକ୍ଷ୍ମୀ ନାରାୟଣକୁ ପୁଣି ପୂଜା କରିକି ଆମେ ପତ୍ର ତୋଳି ତୋଳି ଯିବା ଠିକ ଅଛି ମାନେ ବର୍ତ୍ତମାନ ଆସିକି ଆମର ମଝି ପାହାଡରେ ଗୋଟେ ଗୁମ୍ଫା ଥାଏ ଏଇ ଗୁମ୍ଫାରେ ଆମେ ପହଞ୍ଚିଗଲୁ ଗୁମ୍ଫାରେ ପୂଜା ହବ ଫାଷ୍ଟ ତ ତା ଚାରି ପାଖର ଦୃଶ୍ୟ କିଛି ଏମିତି ବର୍ତ୍ତମାନ ଏଠି ପୂଜା ହବ এইটা ছাড়ো ବର୍ତ୍ତମାନ ଆମର ଗ୍ରାମବାସୀ ଆସିକି ସମସ୍ତେ ପହଞ୍ଚିଗଲେ ଆମର ଏଇ ଅଧାରେ ଯୋଉ ଗୋଟେ ଗୁମ୍ଫା ଅଛି ସେ ଗୁମ୍ଫାରେ ପୂଜା ଯୋଉଠି ହବ ଠାକୁରକୁ ଦେଖି ସାରିଲେ ଗୁମ୍ଫେଶ୍ୱର ପ୍ରଭୁ ଗୁମ୍ଫେଶ୍ୱର ନା ଶିବ ଠାକୁର ଗୁମ୍ଫା ବାବା ଗୁମ୍ଫା ବାବା କେତେ ବଢି ସାରିଥାନେ ଏରା କୁଆଡେ ଯାଉଛନ୍ତି କୁଆଡେ ସବୁ ନାଇଁ ନାଇଁ ଏଥିରେ ପୁରା ବି କୁଡୁମ କରିଦଉଥିବେ କୁଡୁମ କରିଦେବ ବା କୁଡୁମ ମାନେ କଣ କୁଡୁମ ମାନେ ତାକୁ ହିନ୍ଦୀ କରିଦଉଥିବେ ନାଇଁ ନହେଲେ ଛୁଆ ପିଲା ଏତେ ଯୋଉ କହିଲେ ବଂଶ ବିସ୍ତାର କଲେ ସେ ଯାଉଛନ୍ତି କୁଆଡେ
ତ ସାଙ୍ଗମାନେ ପୁଣି ଆସିକି ଆମେ ପହଞ୍ଚିଗଲୁ ଆମର ଉପର ମନ୍ଦିରରେ ଅନନ୍ତ ଶୟନ ଯୋଡ଼ି ହେଇଛି ଲକ୍ଷ୍ମୀନାରାୟଣଙ୍କର ହନୁମାନଙ୍କର ମୂର୍ତ୍ତି ରହିଛି ଏ ପାଖେ ଗଣେଶଙ୍କର ମୂର୍ତ୍ତି ରହିଛି। ପ୍ରଭୁ ରାମଚନ୍ଦ୍ର ମାତା ସୀତା ଲକ୍ଷ୍ମଣ ହନୁମାନଙ୍କର ମୂର୍ତ୍ତି ରହିଛି। ଏଠି ଯଜ୍ଞ କୁଣ୍ଡ ବି ରହିଛି। ତ ସବୁ ବର୍ଷ ପରି ଆମର ବି ଏ ବର୍ଷ ମଧ୍ୟ ଗଞ୍ଜା ଆଣିଆ ହେଇଥିଲା ପୂଜା କରିବା ପାଇଁ ମାନସିକ ଗୋଟେ ରୁହେ। ତ ସମସ୍ତେ ଆମର କହିଲେ ୟାକୁ ବଳି ନ ଦେଇ ତାକୁ ଛାଡ଼ିଦେବା। ଛାଡ଼ିଦେଲେ ଆମେ ଯେହେତୁ ମଙ୍ଗଳ ପାଇଁ ଆସିଛନ୍ତି ଗାଈ ଗୋରୁ ମାନଙ୍କ ପାଇଁ ଆସିଛନ୍ତି ତେଣୁକରି ତାକୁ ଛାଡ଼ିଦେବା ଆଉ ଭାଇ ଛାଡ଼। ନାରାୟଣଙ୍କ ମନ୍ଦିର ପୂଜା କରିବା ପାଇଁ ବର୍ତ୍ତମାନ ଆମେ ଯିବା ଭିତରକୁ। ପ୍ରଭୁ ଲକ୍ଷ୍ମୀ ନାରାୟଣ ଏଠି ଅନନ୍ତ ଶୟନ କରିଛନ୍ତି ନାଇଁ କି? ଆଉ ବାବା ଏଇଠି କୋଉ ଦେଶରେ ସବୁ ଲୋକମାନେ ଆସନ୍ତି କଣ ସବୁ? ଏ ଗିରିର ମହାତ୍ମା ଅଛି ବାପା। ଏ ଗିରି ହେଲା ସମୁଦ୍ର ମନ୍ଥନ ମନ୍ଦାର ଗିରି। ଆଜ୍ଞା। ଏ ବିଷ ଅମୃତ ସବୁ ଯୋଉ ବାହାରେ ଏଇ ଗିରିରେ ସବୁ ମନ୍ଥନ ହେଇ ବାହାରେ ଏଇ ଗିରିରେ ନାଇଁ? ଆଉ ଆଚ୍ଛା ଆଚ୍ଛା। ଏଇ ନାଗସାପ ହେଇଥିଲା କଣ ଦଉଡ଼ି ଏ ଯୋଉ ସପ୍ତ ଫେଣି ହଁ ସିଏ ହେଇଥିଲା ଦଉଡ଼ି। ହଁ ଏ ବିଷ୍ଣୁ ହେଇଥିଲେ ନିଜେ କଶ୍ୟପ। ଆଚ୍ଛା। ସେ ମଝିରେ ଏଇ କିଳା ରଖିକିରି ସେ କଶ୍ୟପ ପିଠିରେ ଧରିଲେ। ଏଟା କୋଉ ଗାଁ? ଏଇଟା ବାପା ଏଇ ଯୋଉ ଡ୍ୟାମ ଭିତରେ ହଁ ହଁ ଡ୍ୟାମ ଦେଖାଯାଉଛି। ହଁ ହେଇଡେ ଆଚ୍ଛା। ଏଇଟା ମଶାପୁଲି। ହଁ ମୁସାଫୁଲି। ସେଇଟା ଦେଢଜାଙ୍ଗେ ଏଇଟା ମଶାପୁଲି। ହଁ ଏଇଟା ଚନ୍ଦ୍ରଭାଳେ। ଆଚ୍ଛା। ସେ ଏ ରୋଡ ରେ ହଳଦିଆଟେ ଦିଶୁଛି ଘର ତାର କରେ ଯୋଉ ହଳଦିଆ ଘରଟା ରନ୍ତୁଲେଇ। ହଁ ହଁ। ଆଉ ଏଇଟା ତ ସବୁ ଉଠି ଯାଇଛନ୍ତି ନୂଆ ମଉଜା ଆମର ଏଇଟା। ଆଚ୍ଛା, ଆଚ୍ଛା ବାପା ଏଇଟା ଏ ଯୋଉଟା ଦେଖା ଯାଉଛି ଯୋଉ ଗଲେ ଲାଲ ଟିକେ ପିଙ୍କ କଲର ସେଟା କଣ ସରକାରୀ ଘର ରଖ ବାପା? ପୁରା ନା ହେଟା କଲେଜଟା। ହଁ କଲେ ମୁଁ କହୁଛି ସରକାରୀ ଘର ନା ଏଟା କଲେଜଟା ନାଇଁ? ଆଚ୍ଛା ଆଚ୍ଛା। ଏଟା କୋଉ କଲେଜ କୁହନ୍ତି? ଏଟା ଏଇ ଇଞ୍ଜିନିୟରିଂ କଲେଜ। ଆଚ୍ଛା। ଏଇଟା କୋଉ ବନ୍ଧଟା? ଏଟା ଡ୍ୟାମଟା ଏଇଟା ଡ୍ୟାମ ସିଆଡେ। କୋଉଟା? ସେଇଟା ହେଇଟା ଡ୍ୟାମଟା ହେଇଟା। କୋଉ ଡ୍ୟାମ? ଓହୋ ଏଇଟା ଦେଢଜାଙ୍ଗ ଡ୍ୟାମଟା। କିଏ? बना है जो कहाँ पर जो उठा है नीचे खसा नहीं है होता है कहाँ रे भाई आमे समस्ते आसुचंती मु देखुची समस्ते पत्र तोलुचंती कका समस्ते पत्र तमे भी बहुत गुडे पत्र बैगडे फुल तमर भी फुल जे पत्र कौन रहस्य रही टे देखे दियो भल कि देखे दियो टे ए पत्र तुलिबार कौन रहस्य रही टे कहले रहस्य हला जेंति हमर हनुमान जी जाइथिले लक्ष्मण ପାଇଁ संजीवनी आनिया ପାଇଁ गंधमार्दन पहाड़ को जाइथिले किंतु जानि पार नथिले औषध कोन किंतु से कोन करे औषध चिन्ह न पारी से पूरा गंधमार्दन उठेकी नै पळे आस्थिले। अच्छा तेणु सेई भली हमर गोमाता ପାଇଁ ଆମେ जो आसीजु एटिकी औषध हम तो देखिनु ए मंदिरगिरी पहाड़ औषध तो हम जानिनु कोन तेणु आमे सबु जहा हाथ को आसुची से पत्र सेई हमर चेर गछर जहा भी आमे नै पळौजु सेठी नेले ताको सेठी हमर धुआं दबु मंदापणा हबो ସେଇଥିରେ ଗୋମାତା ଭଲ ହେଇ ଆସିଛନ୍ତି ପୂର୍ବ ପୁରୁଷ ଆଗରୁ ଆମର ତେଣୁ ସେଇ ବିଶ୍ୱାସ ଅଛି ତେଣୁ ଆମେ ଚଲିଛୁ ଆଉ ସବୁ ପତ୍ର ନେଇକି ଆସିଛୁ। ଆଉ ତମେ ଦାଦା କ'ଣ କହିବ
ଏ ବିଷୟରେ ଲାଗୁଛି ଯେ ମାନେ ଯିଏ କେବେ ଗୁଡରୁ ଚପଲ 5 ମିନିଟ୍ ପାଇଁ ବି ଖୋଲିକିନା ଚାଲିଆ ହୁଏନି, କିନ୍ତୁ ଆଜି ଏତେ ବଡ ପାହାଡ ତଳୁ ମାନେ କେବଳ ଗୋମାତାଙ୍କ ପାଇଁ ଯେ ଶୀଘ୍ର ଭଲ ହେଇଯାଉଛୁ। ତଥାପି ବହୁତ ଗାଁର ମଙ୍ଗଳ ପାଇଁ ମଧ୍ୟ ଆସିକି ଖାଲି ପାଦରେ ଏତେ ବଡ ପାହାଡ ରାସ୍ତାଟା ତ ଦେଖେଇଦବୁ କୋଉ ଟାଇପ ରାସ୍ତାଟା ତ ଆସିଥିଲୁ ସମସ୍ତେ ଖାଲି ପାଦରେ ଅଛନ୍ତି। ନେଇକି ଯାଉଛୁ। ଆମେ ତ ଜାଣିନୁ ଯେ କୋଉ ପତ୍ରଟା କାମରେ ଆସିବ, କିନ୍ତୁ ତଥାପି ସେଇଥିପାଇଁ ସବୁ ପତ୍ର ନେଉଛୁ। ହଁ ସବୁ ପତ୍ର। ଆମେ ଏଡେ କଣ ମାନ୍ୟତା ଅଛି ମନ୍ଦିରଗିରିରେ ବହୁତ ଔଷଧୀୟ ଗଛ ଅଛି ସବୁ। ତ ଆମେ ଦେଖାଯାଉ ଭଗବାନଙ୍କର। ଆମେ ଆଗରୁ ବହୁତ ଥର ଆସିଲୁଣି, ମୁଁ ହିଁ ତ 4 ଥର ଆଗରୁ ବି ମାନେ ଗାଈ ଗୋରୁଙ୍କର ଦେହ ଯୋଉ ଖରାପ ହେଇଥାଏ ଭଲ ହେଇଥାଏ କି ନାହିଁ ଅକାରଣରେ ମାନେ ଭଲ ଥିବେ 1-2 ଦିନ ପରେ ମୃତ୍ୟୁବରଣ କରିବେ। ଏଇଭଳିଆ ହେଲେ ସବୁ ଆସନ୍ତି ପୂଜା ଅର୍ଚ୍ଚନା କରିକି ମାନେ ଯାଆନ୍ତି ଆଉ। ଆମେ ଆଜି ବି ସେଇଟା ପୂର୍ବପୁରୁଷରୁ ଯେହେତୁ ଚାଲି ଆସିଛି, ଆମେ ବି ସେଇଟାକୁ ମାନ୍ୟତା ରଖି ତମେ ଆଗରୁ ଆସିଛ ତ ଭଲ ହେଇଛି କି ନା ଏଇଭଳିଆ ବହୁତ ଥର ଭଲ ହେଇଛି। ସେଇ ଯୋଉ ଆଗରୁ ଯୋଉ 3 ବର୍ଷ ତଳର ପତ୍ର ମୋର ଏବେ ବି ଅଛି ଆମ ଗୁହାଳେ ଉଳା ହେଇଛି, ତାକୁ ଏପର୍ଯ୍ୟନ୍ତ ବି ଦିଆ ହଉଛି ନାଇଁ। ଧୂପ ଯେତେବେଳେ ଦେହ ଯାହା ହେଲେ ବି ଦେଖନ୍ତୁ ମାନିଲେ ଠାକୁର ନ ମାନିଲେ ପଥର। ତ ଆମେ ବର୍ତ୍ତମାନ ମାନୁଛୁ, ଆଉ ତାପରେ ବି ୱିଥ୍ ହସ୍ପିଟାଲ ବି ଦେଖାଉଛୁ, ଡକ୍ଟରକୁ ବି ଦେଖା ହଉଛି। ହେଲେ ବି ଏଇ ଜିନିଷ ଯେହେତୁ ଆମର ଭଗବାନଙ୍କୁ ଆମେ ମାନୁଛନ୍ତି ଆଉ ତାଙ୍କ ନାଁରେ ଟିକେ ଆସିଛୁ ଆଉ ମଙ୍ଗଳ କାମନା କରିବା ପାଇଁ। ସମସ୍ତେ ସବୁଦିନେ ତ ନିଜ ପାଇଁ ବସୁଛୁ, ଆଜି ଗାଁ ପାଇଁ ଆଉ ଦଦା କକା ବୋବା ଭାଇ ମାନଙ୍କ ସହିତ ଗୋଟେ ଦିନ ଆଉ ମଜା ଲାଗୁଛି ଆଉ। ମାନ୍ୟତା ଅଛି ଆମର ଯୁଗ ଯୁଗରୁ ମାନ୍ୟତା ଅଛି। ଆମ ଜେଜେ ବାପା ଜେଜେମା ଆମର ମାନ୍ୟତା ଅଛି। ଯେତେବେଳେ ଗାଈ ବାଛୁରୀ ଗାଁ ଉପରେ ବିପଦ ପଡେ, ଆମେ ସବୁ ଗାଁ ବାସୀ ଆଗରୁ ଆସୁଥିଲେ। ଆମ ଅଜା ବାପା ବର୍ତ୍ତମାନ ଆମ ସମୟରେ ଆସୁଛୁ, କିନ୍ତୁ ଏଇଠୁ ଗଲା ପରେ ଆମ ଗାଈ ବାଛୁରୀ ମାନଙ୍କର ଭଗବାନ କଣ ଔଷଧୀୟ ଗୁଣ ଅଛି ସବୁ ପତ୍ରରେ, କିନ୍ତୁ ଗଲା ପରେ ସବୁ ଭଲରେ ରୁହନ୍ତି, ଖୁସିରେ ରୁହନ୍ତି। ଗ୍ରାମବାସୀ ବି ଭଲରେ ରୁହନ୍ତି, ଗ୍ରାମ ଲୋକ ବି ଭଲରେ ରୁହନ୍ତି। ଆଚ୍ଛା ତ ଠିକ ଅଛି। ତ ଧୀରେ ସୁସ୍ଥେ ଚାଲ, ପଥର ରାସ୍ତା ପାଖେ ଆସିଲେଣି। ଗଲେ କଣ ଦାଦା ରୋଷେଇ ପତ୍ର କଣ ହେଇଛି, ଖିଆ ପିଆ ସବୁ ଲୋକମାନେ କରିବେ? ଆମର ଅରୁଆନ୍ନ ହେଇଛି, ଡାଲମା, ଖଟା, ସାଲାଡ ହେଇଛି, ଆଉ ସବୁ ସାଧା ଆଇଟମ ନାଇଁ? ସାଧା ଠାକୁରଙ୍କ ଜାଗାରେ ସାଧା ହବ। ଠିକ ଅଛି। ଫାଇନାଲି ଆସିକି ଆମେ ସବୁ ପହଞ୍ଚି ଯାଇଛୁ। ପହଞ୍ଚିଲା ପରେ ସବୁ ରୋଷେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଇଏ ହବ ଭର୍ତ୍ତା। କଣ ହବ ଇଏ? ଭର୍ତ୍ତା, ଆଉ ବାଇଗଣ ଭର୍ତ୍ତା, ଆଳୁ ଭର୍ତ୍ତା, ଠିକ ଅଛି। ଆଉ ମଟନ। ଏ ଖାଲି ସାଧା ହଉଛି ବା ମଟନ ମଟନ ଆସାର ବୋଧେ ପଳେଇ ଆଇଛ। ଆମେ ସାଧା ଯେ ବାବା ଯୋଉ ବୁଲି ବୁଲା ନାଇଲ କୋଉ ଆଡେ ଯେ? କାରଣ ଆମେ ବାପା ଯାଇଥିଲୁ ମନ୍ଦିରଗିରି ଯାଇଥିଲୁ, ଆମ ଗାଈ ବାଛୁରୀଙ୍କ ପାଇଁ ଆମେ ଯାଇଥିଲୁ। ସେ ମଣିଷ ଖାଉ କି ନ ଖାଉ ଆମ ଗାଈ ବାଛୁରୀ ଆଉ କେମିତି ଭଲ ହବା ଦରକାର। ଆଚ୍ଛା ଠିକ ଅଛି। ଯେ ରୋଷେଇ କେତେବେଳେ ଖାଇବାକୁ ଦଉଛ? ବାପା ହଉ ରୋଷେଇ ଚାଲିଛି, ଆଡେ ଛତୁଟା ବସିଛି, ଆଉ ଏଇ ଯୋଉ ସାଲଟ ତିଆରି କରା ହଉଛି। ଆମର ଜଗା ବାବୁ ଆଳୁ ଚୁଖା ତିଆରି କରିବା ପାଇଁ ବୋଲି ସେ ଟିକେ ଚାଲିଛି ଆଉ ସେ ବି ଭଲ ଚଳୁଛି ଆଉ। କୁନାଦା ତମ ପାଇଁ ଡାଳ ତମର ଦରକାର କି ନାହିଁ? ଡାଳ ପତ୍ର କିଏ କାଢୁ ନବ ତମେ? ଠିକ ଅଛି, ପତ୍ର ମୁଇଁ ବି ଯୋଡି ଆଣି ଦେଇଛି ତମ ନାଇଁ ଯୋଉମାନେ ରୋଷେଇ କରୁଥିଲ ହେଲା। ଠିକ